ଜୟ ଜଗନ୍ନାଥ ପିଲାମାନେ। ଫାଇନାଲ ତୁମମାନଙ୍କର ପରୀକ୍ଷା ସୂଚୀ ଆସିଯାଇଛି। ତେବେ ପ୍ରଥମ ଠାରୁ ଅଷ୍ଟମ ପର୍ଯ୍ୟନ୍ତ କେଉଁ ଦିନ କ'ଣ ପରୀକ୍ଷା ଅଛି ଚାଲ ଆମେ ଦେଖିନେବା। ତ 17 ତାରିଖ ଠାରୁ ତୁମମାନଙ୍କର ଏକ୍ଜାମ ଷ୍ଟାର୍ଟ ହେଉଛି। ତ ଦେଖିବା ପ୍ରଥମ ଶ୍ରେଣୀ ତୁମମାନଙ୍କର ପ୍ରଥମେ ଅଛି ମାତୃଭାଷା ଲିଖିତ, ଦ୍ୱିତୀୟ ଶ୍ରେଣୀ ତୁମମାନଙ୍କର ମାତୃଭାଷା ଲିଖିତ, ତୃତୀୟ ଶ୍ରେଣୀ ମାତୃଭାଷା ଅଛି, ଚତୁର୍ଥ ଶ୍ରେଣୀ ମଧ୍ୟ ମାତୃଭାଷା, ଦେନ୍ ରହିଲା କି ତୁମମାନଙ୍କର ପଞ୍ଚମ ଶ୍ରେଣୀ ମାତୃଭାଷା, ଷଷ୍ଠ ଶ୍ରେଣୀ ମାତୃଭାଷା, ସପ୍ତମ ଏଇଭଳି ତୁମର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ଅଛି। ଦେନ୍ ରହିଲା 18 ତାରିଖ ଯଦି ଆମେ ଦେଖିବା ତାହେଲେ ପ୍ରଥମ ଶ୍ରେଣୀର ଗଣିତ ଅଛି। ପ୍ରଥମ ଠାରୁ ତୁମମାନଙ୍କର ଯଦି ଦେଖିବା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ପରୀକ୍ଷା ରହିବ ଏବଂ ସକାଳ 9:30 ରୁ ତୁମମାନଙ୍କର 11:30 ପର୍ଯ୍ୟନ୍ତ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ପିଲାମାନଙ୍କର ଇତିହାସ ରହିବ ଏବଂ ଯଦି ଦେଖିବା 19 ତାରିଖ ପରିବେଶ ଅଛି ପ୍ରଥମ ଠାରୁ ଆରମ୍ଭ କରିକି ତୁମର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ପଞ୍ଚମ ଶ୍ରେଣୀ ସାମାଜିକ ପାଠ ଅଛି ଓ ବିଜ୍ଞାନ ଏବଂ ଷଷ୍ଠ ଶ୍ରେଣୀ ବିଜ୍ଞାନ, ସପ୍ତମ ମଧ୍ୟ ବିଜ୍ଞାନ, ଅଷ୍ଟମ ମଧ୍ୟ ବିଜ୍ଞାନ ଅଛି ଏବଂ 20 ତାରିଖ ଯାହାକି ତୁମମାନଙ୍କର ପ୍ରଥମ ଠାରୁ ଯଦି ଆମେ ଦେଖିବା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ତୁମମାନଙ୍କର ଚିତ୍ରାଙ୍କନ ଅଛି ଏବଂ ଷଷ୍ଠ, ସପ୍ତମ, ଅଷ୍ଟମ ଭୂଗୋଳ ଅଛି। ଦେନ୍ ରହିଲା ତୁମମାନଙ୍କର 21 ତାରିଖ ଯାହାକି ତୃତୀୟ ଶ୍ରେଣୀ ଠାରୁ ତୁମର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ପରୀକ୍ଷା ଅଛି ଏବଂ ଯଦି ଆମେ ଦେଖିବା ପଞ୍ଚମ ଶ୍ରେଣୀ ଯାହାକି 12 ତାରିଖ ତୁମମାନଙ୍କର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବୁଧବାର। ତ ବୁଧବାର ତୁମର ରହିବ କ'ଣ ନା ମାତୃଭାଷା ମୌଖିକ। ଆମେ ଦେଖିଥିଲେ ସେଠି ତୁମର ଲିଖିତ ଥିଲା ଏବଂ ପରିବେଶର ମୌଖିକ ରହିବ, ମାତୃଭାଷାର ମୌଖିକ ରହିବ ଏବଂ 13 ତାରିଖ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତର ମୌଖିକ ରହିବ। ତା ସହିତ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ତୁମର ଇଂରାଜୀର ମୌଖିକ ରହିବ। ଏହା ଥିଲା ତୁମମାନଙ୍କର ପରୀକ୍ଷା ସୂଚୀ। ତ ପରୀକ୍ଷା ତୁମମାନଙ୍କର 17 ତାରିଖ ଠାରୁ ଆରମ୍ଭ ହେଉଛି। ଧନ୍ୟବାଦ।